ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ମାଡ଼ି ଆସିଲା ଘୁ ଘୁ ହେଇ ବନ୍ୟା ଜଳ। ଆରମ୍ଭ ହେଲା ଭୂମିକମ୍ପ। ରିକ୍ଟର ସ୍କେଲରେ 6.6। କୁଡ଼ କୁଡ଼ ହୋଇ ଶବ ଭାସିଗଲା। ପ୍ରାୟ 70,000 ଘର ଭାଙ୍ଗିରୁଜି ଚୁରମାର ହେଇଗଲା ଏବଂ 128 ଜଣଙ୍କ ପ୍ରାଣହାନି ସହିତ ଅନେକ ଜଣ ନିଖୋଜ ଅଛନ୍ତି। ଏଭଳି ଏକ ସାଂଘାତିକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଇଣ୍ଡୋନେସିଆର ଉତ୍ତର ସମୀପରେ। ଏଠି ସମ୍ପୂର୍ଣ୍ଣ ଭାବରେ ଯଦି ଦେଖିବା ରିକ୍ଟର ସ୍କେଲରେ 6.6 ତୀବ୍ରତାର ଭୂମିକମ୍ପ ହେଲା ପରେ ପରେ ବନ୍ୟା ଜଳ ଘୁ ଘୁ ହୋଇ ମାଡ଼ି ଆସିଥିଲା। ସମ୍ପୂର୍ଣ୍ଣ ଭାବରେ 70,000 ପ୍ରାୟ ଘର ଭାଙ୍ଗିରୁଜି ଚୁରମାର ହୋଇଥିଲା। କୁଢ଼ କୁଢ଼ ଶବ ଭାସିବାକୁ ମିଳିଥିଲା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଇଣ୍ଡୋନେସିଆ। ଯଦି ଦେଖିବା ସମ୍ପୂର୍ଣ୍ଣ ଭାବରେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ। ରେସ୍କ୍ୟୁ ଅପରେସନ୍ ଜାରି ହୋଇପାରୁନାହିଁ କାହିଁକିନା ଅନେକ କାଦୁଅ ଏବଂ ବର୍ଷାର ଜଳ ଫସି ରହିଥିବାରୁ ରେସ୍କ୍ୟୁ ଅପରେସନ୍ ଟିମ୍ ସେଠାରେ ଯାଇ ପହଞ୍ଚି ପାରୁନାହାନ୍ତି। ଏଭଳି ଏକ ଘଟଣା ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ। ଯାହା ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।